ଆମ ବୌଦ୍ଧ ଜିଲ୍ଲାରେ ଏମିତି ଗୋଟିଏ ଗାଁ ଅଛି ଯେଉଁଠି ସ୍ୱୟଂ ମହାଦେବ ନିଜେ ରହିବାକୁ ଆସିଥିଲେ। ସିଦ୍ଧପୁର ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସରସରା ପଞ୍ଚାୟତର ଗୋଟିଏ ସୁନ୍ଦର ଗ୍ରାମ। ଆସନ୍ତୁ ଜାଣିବା କିପରି ମହାଦେବ ଏହି ଗ୍ରାମକୁ ଆସିଥିଲେ ଆଉ କିପରି ଭାବରେ ତାଙ୍କର ମନ୍ଦିର ଏଠାରେ ପ୍ରତିଷ୍ଠା କରାଯାଇଥିଲା। ବହୁ ବର୍ଷ ପୂର୍ବେ ସିଦ୍ଧପୁର ଗ୍ରାମର ଲୋକମାନେ ନିତିଦିନ ପରି କାଠ ଆଣିବାକୁ ଜଙ୍ଗଲକୁ ଯାଉଥିଲେ, କିନ୍ତୁ ସେଦିନ ଜଙ୍ଗଲ ପୁରା ଅଲଗା ଲାଗୁଥିଲା। ହଠାତ୍ ଗୋଟିଏ ଲୋକ ଚିତ୍କାର କରି କହିଲା, କାଠ ମଧ୍ୟରେ ଗୋଟେ ପଥର ଅଛି। ଲୋକମାନେ ସେହି ପଥରକୁ ଭୟରେ ଫିଙ୍ଗିଦେଲେ, କିନ୍ତୁ ସେହି ପଥର କାଠ ସହିତ ପୁଣି ଫେରି ଆସୁଥିଲା, ଯେମିତି କହୁଥିଲା ମୁଁ ତମକୁ ଛାଡି କୁଆଡେ ବି ଯିବି। ତାପରେ ଲୋକମାନେ ସେହି ପଥରକୁ ଆଣି ତାଙ୍କ ଗ୍ରାମରେ ଥିବା ପୀଠରେ ରଖିଦେଲେ, ଯେଉଁ ପୀଠରେ କି ବଳି ପ୍ରଥା ଥିଲା। ସେହି ଦିନ ରାତିରେ ଗାଁର ମୁଖିଆଙ୍କୁ ସ୍ୱପ୍ନ ହେଲା, ମୁଁ ସ୍ୱୟଂ ମହାଦେବ ତମ ଗାଁରେ ରହିବାକୁ ଆସିଛି। ମୁଁ ବଳି ଦେଉଥିବା ଜାଗାରେ ନୁହେଁ, ମତେ ଗୋଟେ ଶୁଦ୍ଧ ଜାଗାରେ ନେଇ ମୋର ମନ୍ଦିର ପ୍ରତିଷ୍ଠା କରନ୍ତୁ। ଗ୍ରାମର ମୁଖିଆ ଗ୍ରାମବାସୀଙ୍କୁ ଏକଥା ଜଣେଇଲା। ଏକଥା ଶୁଣିବା ପରେ ରାଧା ମେହେରାଣୀ ନାମକ ଜଣେ ମହିଳା ତାଙ୍କର ଏକ ଜମି ଦାନ କରିଥିଲେ। ଗଢାଗଲା ଏଠି ଏକ ମନ୍ଦିର, ଆଉ ସେଇ ଦିନଠାରୁ ପୂଜା ପାଇଲେ ବାବା ସିଦ୍ଧେଶ୍ୱର। ଏଠାକାର ଲୋକମାନେ କୁହନ୍ତି, ଯଦି କେଉଁ ଭକ୍ତ ହୃଦୟରୁ ବାବା ସିଦ୍ଧେଶ୍ୱରଙ୍କୁ ଡାକିଥାଏ, ବାବା ସିଦ୍ଧେଶ୍ୱର ତାର ମନବାଞ୍ଛା ଶୀଘ୍ର ପୂରଣ କରିଦିଅନ୍ତି। ଆଜି ଏହି ମନ୍ଦିର କେବଳ ଗୋଟିଏ ପଥର ନୁହେଁ, ସେ ମନ୍ଦିର ହଉଛି ସମସ୍ତଙ୍କର ଆଶା, ସମସ୍ତଙ୍କର ଭରସା। ଲୋକେ କୁହନ୍ତି ଏଠାରେ ଯାହା ମାଗିଲେ କେବେ ଡେରି ହୁଏନି, ଏଠାରେ ସବୁ ସ୍ୱପ୍ନ ସତ ହୋଇଥାଏ। ସାୟଦ କିଛି ସତ୍ୟ ମଣିଷ ଜାଣିବା ପାଇଁ ନୁହେଁ, ସାୟଦ ଭଗବାନ ନିଜେ ରହସ୍ୟ ହୋଇ ରହିବାକୁ ଚାହାନ୍ତି। ସାଙ୍ଗମାନେ, ଏହା ଥିଲା ସିଦ୍ଧପୁରର ବାବା ସିଦ୍ଧେଶ୍ୱରଙ୍କ କାହାଣୀ। ଯଦି ଏହି ମନ୍ଦିର ବିଷୟରେ ଆପଣ ଆଉ କିଛି ଜାଣିଛନ୍ତି ତେବେ କମେଣ୍ଟରେ ନିଶ୍ଚୟ ଜଣାଇବେ। ପୁଣି ଦେଖା ହେବା ଗୋଟିଏ ନୂଆ ଭିଡିଓ, ନୂଆ କାହାଣୀ, ନୂଆ ଅଧ୍ୟାୟରେ।